ଆଦରର ପିଲାମାନେ, ଆଜି ତମର ରୁଲ୍ ନମ୍ବର 9 ଟୁ 16 ପର୍ଯ୍ୟନ୍ତ ଆମେ ଆଲୋଚନା କରିବା। ଏହି ଆଲୋଚନା କରିବା ପୂର୍ବରୁ ତୁମକୁ ଆମର ସବଜେକ୍ଟ ଭର୍ବ ଏଗ୍ରିମେଣ୍ଟ ଗ୍ରାମାର ପିର ୟୁଟ୍ୟୁବ ଚ୍ୟାନେଲ ପଞ୍ଚାନ ନାୟକ ଟ୍ୟୁଟୋରିଆଲ୍ସକୁ ସ୍ୱାଗତ। ରୁଲ୍ ନମ୍ବର 9 ହେଲା ନାଇଦର ନର ବାକ୍ୟରେ କେମିତି ବ୍ୟବହାର କରାଯାଏ। ନାଇଦର ନର ଭର୍ବ ଏଗ୍ରି ୱିଥ୍ ନିୟରେଷ୍ଟ ସବଜେକ୍ଟ। ଫର୍ ଏକ୍ଜାମ୍ପଲ୍ସ, ନାଇଦର ରବି ନର ଦି ବଏଜ୍ ଆର୍ ରେଡି। ଦେଖ, ସେ କହୁଛି ନିୟର ସବଜେକ୍ଟ, ନାଇଦର ନର ପରେ ଯେଉଁଟା ଦି ବଏଜ୍, ଏଇଟା ହେଲା ନିୟର ସବଜେକ୍ଟ। ତା ପୂର୍ବରୁ ଯେଉଁଟା ବସିଛି ତ ଆର୍, ତେଣୁ ସବଜେକ୍ଟ ହେଇଛି ପ୍ଲୁରାଲ। ସୋ ଭର୍ବ ଆର୍ ପ୍ଲୁରାଲ ଇନ୍ ନମ୍ବର ଇଜ୍ ୟୁଜ୍ଡ। ନାଇଦର ଦି ବଏଜ୍ ନର ରବି, ନର ପରେ ଯେଉଁ ରବି, ଯେଉଁ ଇଜ୍ ପୂର୍ବରୁ ଯେଉଁଟା ନିୟର ସବଜେକ୍ଟ ଆମେ କହୁଛି, ଯେଉଁଠି ଇଜ୍ ବସିବ ତା ପୂର୍ବଟା ଆମେ ଜାଣିବ ଯେ ଏଟା ନିୟରେଷ୍ଟ ସବଜେକ୍ଟ, ସବୁଠୁ ପାଖ ସବଜେକ୍ଟ ଯେଉଁଟା, ତେଣୁ ଏଇଟା ହେଲା ଇଜ୍ ହେଲା। ନାଇଦର ଦି ବଏଜ୍ ନର ଦି ରବି, କେହି ପିଲା ବା ଜଣେ ରବି ଏଠି ପ୍ରସ୍ତୁତ ନାହାନ୍ତି। ରୁଲ୍ ନମ୍ବର 10 ଦେଖ, କଲେକ୍ଟିଭ ନାଉନ୍ ୟୁଜୁଆଲି ଟେକ୍ସ ସିଙ୍ଗୁଲାର ଭର୍ବ। କଲେକ୍ଟିଭ ନାଉନ୍ କେମିତି ନେଉଛ? ଦି ଟିମ୍ ଇଜ୍ ଷ୍ଟ୍ରଙ୍ଗ। ଗୋଟେ ଟିମ୍ରେ 10 ଜଣ ଥାଇପାରନ୍ତି, 15 ଜଣ ଥାଇପାରନ୍ତି, 20, କିନ୍ତୁ ଏଇଟା ଗୋଟେ ଟିମ୍ଟା ଗୋଟେ। କଲେକ୍ଟିଭ ନାଉନ୍ ହେଲେ ତା ପାଇଁ ଲାଗିଲା ଇଜ୍ ଷ୍ଟ୍ରଙ୍ଗ, ଦଳଟି ମଜବୁତ ଅଟେ। ଦି କମିଟି ହାଜ୍ ଡିସାଇଡେଡ୍। କମିଟିରେ କ'ଣ 15 ଜଣ ଥାଇପାରନ୍ତି, 16 ଜଣ ଥାଇପାରନ୍ତି, 20 ଜଣ ଥାଇପାରନ୍ତି, କିନ୍ତୁ କମିଟି ହେଲା ଗୋଟେ, ସବୁ ମିଶିକି ଗୋଟେ। ତେଣୁ ଏଇ ଯେଉଁ କଲେକ୍ଟିଭ ନାଉନ୍ ପୂର୍ବରୁ ଭର୍ବ ବସିବ କ'ଣ ନା ସିଙ୍ଗୁଲାର। ହାଜ୍ ସିଙ୍ଗୁଲାର ଭର୍ବ ଇଜ୍ ୟୁଜ୍ଡ। କମିଟି ସ୍ଥିର କରିଛି। ରୁଲ୍ ନମ୍ବର 11, ଏ ନମ୍ବର ଅଫ୍ ପ୍ଲସ୍ ପ୍ଲୁରାଲ ନମ୍ବର ପ୍ଲସ୍ ପ୍ଲୁରାଲ ଭର୍ବ। ଏ ନମ୍ବର ଅଫ୍ ଯଦି ଥିବ ବାକ୍ୟରେ ତା ପାଇଁ ପ୍ଲୁରାଲ ନାଉନ୍ ଲାଗିବ, ପ୍ଲୁରାଲ ନାଉନ୍ ପ୍ଲୁରାଲ ଭର୍ବ। ଏ ନମ୍ବର ଅଫ୍ ଷ୍ଟୁଡେଣ୍ଟସ୍, ଏ ନମ୍ବର ଅଫ୍ ଲାଗି ଷ୍ଟୁଡେଣ୍ଟସ୍ ପ୍ଲୁରାଲ ସବଜେକ୍ଟ, ତା ପାଇଁ ପ୍ଲୁରାଲ ଭର୍ବ ଆର୍ ଆବସେଣ୍ଟ। ଏ ନମ୍ବର ଅଫ୍ ବୁକ୍ସ ଆର୍ ମିସିଂ, ବହୁତ ଗୁଡ଼ିଏ ବହି ହଜିଯାଇଛି, ତେଣୁ ଏଇଟା ଆର୍ ହେଲା। ରୁଲ୍ ନମ୍ବର 12 ଦେଖ, ଦି ନମ୍ବର ଅଫ୍ ଲାଗିଥିବ, ପ୍ଲୁରାଲ ନାଉନ୍ ହେଇଥିବ, ସିଙ୍ଗୁଲାର ଭର୍ବ ଲାଗିବ। ଦି ନମ୍ବର ଅଫ୍ ଷ୍ଟୁଡେଣ୍ଟସ୍, ଦେଖ ଦି ନମ୍ବର ଅଫ୍ ଲାଗିଛି, ପ୍ଲୁରାଲ ସବଜେକ୍ଟ ଅଛି, ଇଜ୍ ତା ପାଇଁ ଇଜ୍ ଲାଗିଲା। ତେଣୁ ଦି ନମ୍ବର ଅଫ୍ ଷ୍ଟୁଡେଣ୍ଟସ୍ ଇଜ୍ 50। ଦି ନମ୍ବର ଅଫ୍ ଟ୍ରିଜ୍ ଇଜ୍ ଇନକ୍ରିଜିଂ। ଦିନକୁ ଦିନ ଗୁଡ଼ାଏ ଗଛ ବଢ଼ି ଚାଲିଛି। ରୁଲ୍ ନମ୍ବର 13, ନ୍ୟୁଜ୍ ଇଜ୍ ସିଙ୍ଗୁଲାର। ଦେଖ, ଆମକୁ ଗୋଟେ ସବଜେକ୍ଟଟା ପ୍ଲୁରାଲ ଜଣା ପଡ଼ୁଛି, କିନ୍ତୁ ଏ ସିଙ୍ଗୁଲାର। ନ୍ୟୁଜ୍ ଇଜ୍ ସିଙ୍ଗୁଲାର। ସୋ ଫର୍ ଏକ୍ଜାମ୍ପଲ୍ସ, ଦି ନ୍ୟୁଜ୍ ଇଜ୍ ଟ୍ରୁ। ଘଟଣାଟି ସତ୍ୟ ଅଟେ, ଖବରଟି ସତ୍ୟ ଅଟେ। ଦି ନ୍ୟୁଜ୍ ଇଜ୍ ସକିଂ। ନ୍ୟୁଜ୍ଟି ବା ଖବରଟି ଆମକୁ ଆଘାତ ପ୍ରାପ୍ତ କରୁଛି। ରୁଲ୍ ନମ୍ବର 14, ସବଜେକ୍ଟସ୍ ଲାଇକ୍ ମ୍ୟାଥମେଟିକ୍ସ ଟେକ୍ ସିଙ୍ଗୁଲାର ଭର୍ବ। ଦେଖ ପିଲେ, ମ୍ୟାଥମେଟିକ୍ସଟା ବହୁବଚନ ଭଳିଆ ଦେଖାଯାଉଥିଲେ, ପ୍ଲୁରାଲ ଭଳିଆ ଦେଖାଯାଉଥିଲେ ମଧ୍ୟ ଇଏ ସିଙ୍ଗୁଲାର ଇନ୍ ନମ୍ବର। ସବଜେକ୍ଟଟା ସିଙ୍ଗୁଲାର। ମ୍ୟାଥମେଟିକ୍ସ ଇଜ୍ ଇଣ୍ଟରେଷ୍ଟିଂ। ମ୍ୟାଥମେଟିକ୍ସ ଗଣିତ ପାଠଟି ଆମକୁ କ'ଣ ମଜା ଲାଗୁଛି ବା ଉତ୍ସାହଜନକ। ଫିଜିକ୍ସ ଇଜ୍ ୟୁଜଫୁଲ୍। ପଦାର୍ଥ ବିଜ୍ଞାନ, ଏଇଟା ବହୁବଚନ ଦେଖାଗଲା ମଧ୍ୟ ଇଏ ସିଙ୍ଗୁଲାର ସବଜେକ୍ଟ। ସୋ ସିଙ୍ଗୁଲାର ଭର୍ବ ଇଜ୍ ୟୁଜ୍। ଫିଜିକ୍ସ ଇଜ୍ ୟୁଜଫୁଲ୍। ପଦାର୍ଥ ବିଜ୍ଞାନଟି ଅତି ଉପକାରୀ ଅଟେ। ରୁଲ୍ ନମ୍ବର 15, ପ୍ଲୁରାଲ ଲୁକିଂ ଟୁଲ୍ସ ଟେକ୍ ପ୍ଲୁରାଲ ଭର୍ବ। ପ୍ଲୁରାଲ ଲୁକିଂ ଟୁଲ୍ସ, ପ୍ଲୁରାଲ ଭଳିଆ ସବଜେକ୍ଟ ଦେଖାଯାଉଥିଲେ ତାକୁ କ'ଣ ପ୍ଲୁରାଲ ଭର୍ବ ଲାଗିବ। ଆଜ୍ ଫର୍ ଏକ୍ଜାମ୍ପଲ୍ସ ଦି ସିଜର୍ସ ଆର୍ ସାର୍ପ। ସବୁ କଇଁଚି ଗୁଡ଼ିକ ବା ଧାରୁଆ ଅଟେ ଦି ସିଜର୍ସ ବହୁବଚନ, ତେଣୁ ଭର୍ବ ଆର୍ ପ୍ଲୁରାଲ ଇନ୍ ନମ୍ବର ଇଜ୍ ୟୁଜ୍ଡ। ମାଇ ଟ୍ରାଉଜର୍ସ ଆର୍ ନ୍ୟୁ। ମୋର ପାଇଜାମା ଗୁଡ଼ିକ ନୂଆ ଅଟେ। ଟ୍ରାଉଜର୍ସ ହେଲା ପ୍ଲୁରାଲ ଟୁଲ୍ସ, ତେଣୁ ଟେକ୍ସ ପ୍ଲୁରାଲ ଭର୍ବ। ରୁଲ୍ ନମ୍ବର 16, ଶେଷ ନିୟମ ଦେଖ,
ୱାନ୍ ଅଫ୍ ଯଦି ଥିବ ବାକ୍ୟରେ ୱାନ୍ ଅଫ୍ ପ୍ଲୁରାଲ୍ ନାଉନ୍ ସିଙ୍ଗୁଲାର ଭର୍ବ। ଫର୍ ଏକ୍ଜାମ୍ପଲ୍ ୱାନ୍ ଅଫ୍ ଦି ୱାନ୍ ଅଫ୍ ଦି ବଏଜ୍ ଇଜ୍ ଆବସେଣ୍ଟ। ବହେ ପିଲା ଭିତରୁ ଜଣେ ଆବସେଣ୍ଟ ଅଛି। ଯେଉଁ ବଏଜରେ ବହେ ତ ପିଲା ଜେନେରାଲି ପିଲାମାନେ ବା ବନ୍ଧୁମାନେ ଏଇ ଯେଉଁ ବହେ ଜଣାପଡ଼ୁଛି ପ୍ଲୁରାଲ୍ ନମ୍ବର ବଏ ଜଣାପଡ଼ୁଥିଲେ ମଧ୍ୟ ଯେହେତୁ ୱାନ୍ ଅଫ୍ ଦି ନିୟମ ଅନୁସାରେ ଯେହେତୁ ୱାନ୍ ଅଫ୍ ଦି ଲାଗିଛି ତେଣୁ ଏଇଠି ସବଜେକ୍ଟ ହେଲା ସିଙ୍ଗୁଲାର ଇନ୍ ନମ୍ବର। ସୋ ଭର୍ବ ସିଙ୍ଗୁଲାର ଇଜ୍ ୟୁଜ୍ଡ। ୱାନ୍ ଅଫ୍ ମାଇ ଫ୍ରେଣ୍ଡସ୍ ଲିଭ୍ସ ହିଅର୍। ମୋର ବହେ ସାଙ୍ଗମାନଙ୍କ ମଧ୍ୟରୁ ଜଣେ ଏଇଠି ବାସ କରେ। ତେଣୁ ୱାନ୍ ଅଫ୍ ଗୋଟେ ସାଙ୍ଗ ବାସ କରେ। ୱାନ୍ ଅଫ୍ ମାଇ ଫ୍ରେଣ୍ଡସ୍ ବହେ ଜଣାପଡ଼େ ଫ୍ରେଣ୍ଡସ୍ ଜେନେରାଲି ପିଲାମାନେ ଫ୍ରେଣ୍ଡସ୍କୁ ଦେଖିକି ଭର୍ବ ବସେଇ ଦିଅନ୍ତି କି ଫ୍ରେଣ୍ଡସ୍ ହେଲେ ତା ପୂର୍ବରୁ ଦେଖିବେ ୱାନ୍ ଅଫ୍ଟି ଲାଗିଛି ତାପରେ ସିଙ୍ଗୁଲାର ଇନ୍ ନମ୍ବର। ତେଣୁ ପିଲାମାନେ ନିଶ୍ଚିତ ଭାବରେ ତୁମକୁ ଏଇ ଭିଡ଼ିଓଟି ଭଲ ଲାଗିଥିବ। ତେଣୁ ତୁମେମାନେ ତୁମର ସାଙ୍ଗମାନଙ୍କ ସହିତ ବନ୍ଧୁମାନଙ୍କ ସହିତ ଫ୍ୟାମିଲି ମେମ୍ବରମାନଙ୍କ ସହିତ ତୁମର ଲିଙ୍କେଜ୍ ଲୋକମାନଙ୍କ ସହିତ ସେୟାର କରିବେ। ସେମାନେ ୟାକୁ ଅନ୍ୟମାନଙ୍କ ସହିତ ସେୟାର କରି ସବସ୍କ୍ରାଇବ୍ କରିବେ। ତେଣୁ ଥ୍ୟାଙ୍କ ୟୁ ଫର୍ ୱାଚିଂ।